ଚନ୍ଦନ ଶାନ୍ତମ ଶାଶ୍ୱତମ ପ୍ରମେୟ ମନଘଂ ନିର୍ବାଣ ଶାନ୍ତିପ୍ରଦଂ। ସାହୁ ଟିଭିର ଏହି ପବିତ୍ର ପରଦା ପଛରେ ଥାଇ ଭିଡିଓକୁ ଦେଖୁଥିବା ସମସ୍ତ ଭକ୍ତ ହୃଦୟ ଓ ଜିଜ୍ଞାସୁ ଦର୍ଶକ ବନ୍ଧୁମାନଙ୍କୁ ମୋର ସାଦର ପ୍ରଣାମ। ଭଗବାନଙ୍କ କୃପାରୁ ଆଜି ଆମେ ସମସ୍ତେ ଏହି ମାଧ୍ୟମରେ ଏକାଠି ହୋଇଛୁ। ମନେ ରଖନ୍ତୁ, ଜୀବନରେ ସମାଲୋଚନା ଓ ପ୍ରଶଂସା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ତେଣୁ ଯଦି ଆପଣଙ୍କୁ ଭଲ ଲାଗୁଛି ତେବେ ଗୋଟିଏ ସୁନ୍ଦର କମେଣ୍ଟ ମାଧ୍ୟମରେ ଆମର ଉତ୍ସାହ ବଢ଼ାନ୍ତୁ, ଯାହାଫଳରେ ଆମେ ଆପଣଙ୍କ ପାଇଁ ଆହୁରି ଭଲ ବିଷୟବସ୍ତୁ ଆଣିପାରିବୁ। ଯଦି କିଛି ତ୍ରୁଟି ରହୁଛି ତେବେ ନିଃସଙ୍କୋଚରେ ନିଜର ମତାମତ ଦିଅନ୍ତୁ, କାରଣ ଆପଣଙ୍କର ଗଠନମୂଳକ ସମାଲୋଚନା ହିଁ ଆମକୁ ସଂଶୋଧନ ହେବାର ମାର୍ଗ ଦେଖାଇବ। ଦୋଷ ଦେଖିଲେ ଶିକ୍ଷା ମିଳେ, ଗୁଣ ଦେଖିଲେ ଭକ୍ତି ବଢ଼େ। ଏବେ ଆସନ୍ତୁ ଅଧିକ ବିଳମ୍ବ ନ କରି ସେହି ପରମ ଶାନ୍ତି ଓ ଜ୍ଞାନର ଆଲୋକ ଭିତରକୁ ପ୍ରବେଶ କରିବା। ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ଭିଡିଓ। ଆଜି ଆମେ ଆଲୋଚନା କରିବା ପୁଷ୍ପର ମହିମା। ପୁଷ୍ପ ବା ଫୁଲ ହେଉଛି ପ୍ରକୃତିର ସବୁଠାରୁ କୋମଳ ଓ ସୁନ୍ଦର ସୃଷ୍ଟି। ଭଗବାନଙ୍କ ପୂଜାରେ ଧୂପ, ଦୀପ, ନୈବେଦ୍ୟ ସହ ଫୁଲର ସ୍ଥାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଶାସ୍ତ୍ର କହେ, ପୁଷ୍ପେଣ ଦେବାଃ ପ୍ରସିଦନ୍ତି, ଅର୍ଥାତ୍ ପୁଷ୍ପ ଦ୍ୱାରା ହିଁ ଦେବତାମାନେ ପ୍ରସନ୍ନ ହୋଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, ସବୁ ଫୁଲ ସବୁ ଦେବତାଙ୍କୁ ଅର୍ପଣ କରାଯାଏ ନାହିଁ। ପ୍ରତ୍ୟେକ ଦେବତାଙ୍କର ଏକ ପ୍ରିୟ ପୁଷ୍ପ ରହିଛି, ଯାହା ପଛରେ କିଛି ନା କିଛି ଆଧ୍ୟାତ୍ମିକ ଓ ବୈଜ୍ଞାନିକ ରହସ୍ୟ ଲୁଚି ରହିଛି। ଚାଲନ୍ତୁ ଜାଣିବା କେଉଁ ଦେବତାଙ୍କୁ କେଉଁ ଫୁଲ ପ୍ରିୟ ଏବଂ କାହିଁକି। 1. ମହାଦେବ ଶିବ, ମନ୍ଦାର, ଅରଖ ଓ ଧୁତୁରା। ମହାଦେବ ହେଉଛନ୍ତି ତ୍ୟାଗ ଓ ବୈରାଗ୍ୟର ପ୍ରତୀକ। ତାଙ୍କୁ ଦୁନିଆର ସବୁଠାରୁ ସାଧାରଣ ଓ ବିଷାକ୍ତ ଫୁଲ ମଧ୍ୟ ପ୍ରିୟ। କେଉଁ ଫୁଲ? ଅରଖ, ଧୁତୁରା, ବେଲପତ୍ର ଏବଂ ନୀଳକଇଁ। କାହିଁକି? ଶିବ ହେଉଛନ୍ତି ଆଶୁତୋଷ। ସେ ସାମାନ୍ୟ ଜଳ ଓ ଅରଖ ଫୁଲରେ ପ୍ରସନ୍ନ ହୁଅନ୍ତି। ଧୁତୁରା ଓ ଅରଖ ଫୁଲ ତିକ୍ତ ଓ ବିଷାକ୍ତ, ଯାହା ସାଧାରଣତଃ ଅପାଙ୍କ୍ତେୟ। ଶିବ ଏହାକୁ ଗ୍ରହଣ କରି ଶିକ୍ଷା ଦିଅନ୍ତି, ଯେଉଁ ସମାଜର ଯାହାକୁ ଅଦରକାରୀ ଭାବି ଫିଙ୍ଗିଦିଏ ତାକୁ ମଧ୍ୟ ସେ ଆପଣେଇ ନିଅନ୍ତି। 2. ମା ପାର୍ବତୀ ଓ ଦୁର୍ଗା। ନାଲି ମନ୍ଦାର। ମା ଶକ୍ତିଙ୍କର ପୂଜାରେ ନାଲି ରଙ୍ଗର ବିଶେଷ ମହତ୍ତ୍ୱ ରହିଛି। କେଉଁ ଫୁଲ? ନାଲି ମନ୍ଦାର, ରକ୍ତ କରବୀ। କାହିଁକି? ନାଲି ରଙ୍ଗ ଶକ୍ତି, ସାହସ ଓ ଉର୍ଜାର ପ୍ରତୀକ। ମା ଦୁର୍ଗା ଆଦ୍ୟାଶକ୍ତି। ନାଲି ମନ୍ଦାରର ଆକୃତି ମାଙ୍କ ଜିହ୍ବା ପରି ଏବଂ ଏହାର ଉର୍ଜା ଭକ୍ତର ହୃଦୟରେ ଭକ୍ତି ଜାଗ୍ରତ କରେ। 3. ପ୍ରଭୁ ଶ୍ରୀରାମ ଓ ମାତା ସୀତା। ରଜନୀଗନ୍ଧା ଓ ଚମ୍ପା। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଶାନ୍ତି ଓ ସରଳତାର ପ୍ରତୀକ। କେଉଁ ଫୁଲ? ରଜନୀଗନ୍ଧା, ଚମ୍ପା, ମଲ୍ଲୀ। କାହିଁକି? ଏହି ଫୁଲଗୁଡ଼ିକ ଶ୍ୱେତ ଓ ସୁଗନ୍ଧିତ। ସୀତାମାତାଙ୍କୁ ଚମ୍ପା ଫୁଲ ଅତି ପ୍ରିୟ। ଏହି ପୁଷ୍ପଗୁଡ଼ିକ ମନକୁ ଶାନ୍ତ ରଖନ୍ତି ଏବଂ ପବିତ୍ର ପ୍ରେମର ଭାବନା ଜାଗ୍ରତ କରନ୍ତି। 4. ଶ୍ରୀକୃଷ୍ଣ ଓ ରାଧା। କଦମ୍ବ ଏବଂ ବୈଜୟନ୍ତୀ। କୃଷ୍ଣଙ୍କ ପୂଜା ଫୁଲ ବିନା ଅଧୁରା। କେଉଁ ଫୁଲ? କଦମ୍ବ, ବୈଜୟନ୍ତୀ, ମାଳତୀ ଓ ପାରିଜାତ। କାହିଁକି? କଦମ୍ବ ଗଛ ମୂଳେ କୃଷ୍ଣ ବଂଶୀ ବଜାଉଥିଲେ। ବୈଜୟନ୍ତୀ ମାଳା ତାଙ୍କର ସ୍ୱରୂପ। ପାରିଜାତ ହେଉଛି ସ୍ୱର୍ଗର ଫୁଲ, ଯାହା ଶ୍ରୀକୃଷ୍ଣ ପୃଥିବୀକୁ ଆଣିଥିଲେ। ଏହି ଫୁଲଗୁଡ଼ିକ ସମ୍ପର୍କରେ ମଧୁରତା ଓ ପ୍ରେମ ଭରିଦିଏ। 5. ମାତା ଲକ୍ଷ୍ମୀ ଓ ଭଗବାନ ନାରାୟଣ। ପଦ୍ମ। ଧନଦାତ୍ରୀ ମା ଲକ୍ଷ୍ମୀ ଓ ସୃଷ୍ଟିପାଳକ ବିଷ୍ଣୁଙ୍କର ସବୁଠାରୁ ପ୍ରିୟ ପୁଷ୍ପ ହେଉଛି ପଦ୍ମ। କେଉଁ ଫୁଲ? ଗୋଲାପୀ ଓ ନାଲି ପଦ୍ମ, ଲକ୍ଷ୍ମୀ, ନୀଳପଦ୍ମ, ନାରାୟଣ। କାହିଁକି? ପଦ୍ମ ଫୁଲ କାଦୁଅରେ ଫୁଟିଲେ ମଧ୍ୟ ସେଥିରେ ପଙ୍କ ଲାଗେ ନାହିଁ। ଏହା ଶିକ୍ଷା ଦିଏ ଯେ ସଂସାରର ମୋହମାୟା ଭିତରେ ରହି ମଧ୍ୟ ନିର୍ଲିପ୍ତ ରହିବା ଉଚିତ। ପଦ୍ମ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତୀକ। 6. ପ୍ରଭୁ ଗଣେଶ। ଗେଣ୍ଡୁ ଓ ଦୁବ। ବିଘ୍ନହର୍ତ୍ତା ଗଣେଶଙ୍କ ପୂଜାରେ ଫୁଲ ସହ ଦୁବର ମହତ୍ତ୍ୱ ଅଧିକ। କେଉଁ ଫୁଲ? ହଳଦିଆ ଗେଣ୍ଡୁ, ସେବତୀ। କାହିଁକି? ଗେଣ୍ଡୁ ଫୁଲର ହଳଦିଆ ରଙ୍ଗ ଜ୍ଞାନର ପ୍ରତୀକ। ଏହା ଅନେକ ପାଖୁଡ଼ାର ଏକତ୍ରୀକରଣ, ଯାହା ଏକତାକୁ ବୁଝାଏ। ଗଣପତିଙ୍କୁ ଦୁବ ଚଢ଼ାଇଲେ ମନରେ ଶାନ୍ତି ଆସେ ବୋଲି ପୁରାଣରେ ବର୍ଣ୍ଣିତ। 7. ମା ସରସ୍ୱତୀ। ଧଳା ପଦ୍ମ ଓ ପଳାଶ। ବିଦ୍ୟାଦାତ୍ରୀ ମା ସରସ୍ୱତୀ ନିର୍ମଳତାର ପ୍ରତୀକ। କେଉଁ ଫୁଲ? ଧଳା ପଦ୍ମ, ପଳାଶ, ଟଗର। କାହିଁକି? ଧଳା ରଙ୍ଗ ସତ୍ତ୍ୱଗୁଣର ପ୍ରତୀକ। ଜ୍ଞାନ ପାଇଁ ମନର ନିର୍ମଳତା ଆବଶ୍ୟକ। ସେଥିପାଇଁ ମାଙ୍କୁ ଶ୍ୱେତ ପୁଷ୍ପ ଅର୍ପଣ କରାଯାଏ। 8. ହନୁମାନ। ଗେଣ୍ଡୁ ଓ ଅରଖମାଳ। ସଙ୍କଟମୋଚନ ହନୁମାନ ଶକ୍ତି ଓ ଭକ୍ତିର ପ୍ରତୀକ। କେଉଁ ଫୁଲ? ହଳଦିଆ ବା ନାରଙ୍ଗୀ ଗେଣ୍ଡୁ, ନାଲି କରବୀ। କାହିଁକି? ନାରଙ୍ଗୀ ରଙ୍ଗ ଉତ୍ସାହର ପ୍ରତୀକ।
ହନୁମାନଙ୍କୁ ସିନ୍ଦୁର ରଙ୍ଗର ଫୁଲ ଚଢ଼ାଇଲେ ସେ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତଙ୍କୁ ନିର୍ଭୟ କରନ୍ତି। ସାରାଂଶ ଓ ଆଧ୍ୟାତ୍ମିକ ଶିକ୍ଷା। ଭକ୍ତଗଣ, ଭଗବାନଙ୍କୁ ଫୁଲ ଚଢ଼ାଇବା କେବଳ ଏକ ପରମ୍ପରା ନୁହେଁ। ଫୁଲର ଅର୍ଥ ହେଉଛି ଆମର ହୃଦୟ। ଯେପରି ଏକ ଫୁଲ ନିଜର ସୁଗନ୍ଧରେ ଚତୁର୍ଦିଗ ମହକାଇ ଦିଏ, ସେହିପରି ଆମର କର୍ମ ଓ ବ୍ୟବହାର ଦ୍ୱାରା ସମାଜକୁ ମହକାଇବା ଉଚିତ। ଫୁଲ ଅଳ୍ପ ସମୟ ବଞ୍ଚେ, କିନ୍ତୁ ସେତିକି ବେଳ ପର୍ଯ୍ୟନ୍ତ ସେ ସମସ୍ତଙ୍କୁ ଖୁସି ଦିଏ। ଭଗବାନ କାହିଁକି ଏତେ ପ୍ରସନ୍ନ ହୁଅନ୍ତି? ଭଗବାନ ଫୁଲର ସୌନ୍ଦର୍ଯ୍ୟ ପାଇଁ ନୁହେଁ, ବରଂ ଫୁଲ ଅର୍ପଣ କରୁଥିବା ଭକ୍ତର ଶୁଦ୍ଧ ଭାବନା ପାଇଁ ପ୍ରସନ୍ନ ହୁଅନ୍ତି। ପୁଷ୍ପ ଅର୍ପଣ କରିବାର ଅର୍ଥ ହେଉଛି ନିଜର ଅହଙ୍କାରକୁ ତ୍ୟାଗ କରି ଭଗବାନଙ୍କ ଚରଣରେ ସମର୍ପିତ ହେବା। ଶ୍ଲୋକ। ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରଯଚ୍ଛତି ତଦହଂ ଭକ୍ତ୍ୟୁପହୃତମ ସ୍ନାମି ପ୍ରୟତାତ୍ମନଃ। ଅର୍ଥାତ୍ ଯିଏ ଶୁଦ୍ଧ ଭକ୍ତିରେ ମୋତେ ପତ୍ର, ପୁଷ୍ପ, ଫଳ ବା ଜଳ ଅର୍ପଣ କରେ, ମୁଁ ତାହା ପ୍ରସନ୍ନତାର ସହ ଗ୍ରହଣ କରେ। ତେଣୁ ଆସନ୍ତୁ ଶୁଦ୍ଧ ମନରେ ପ୍ରଭୁଙ୍କୁ ପ୍ରିୟ ପୁଷ୍ପ ଅର୍ପଣ କରିବା ଏବଂ ନିଜ ଜୀବନକୁ ଏକ ଫୁଲ ପରି ସୁନ୍ଦର ଓ ସୁଗନ୍ଧିତ କରି ଗଢ଼ି ତୋଳିବା। ବୋଲନ୍ତୁ ଜୟ ଜଗନ୍ନାଥ। ଭଗବାନଙ୍କୁ ଫୁଲ ଅର୍ପଣ କରିବା ଏକ ମାନସିକ ଓ ଆଧ୍ୟାତ୍ମିକ ସାଧନା। ପୂଜା ପଦ୍ଧତିରେ କେବଳ ଫୁଲ ଚଢ଼ାଇବା ଯଥେଷ୍ଟ ନୁହେଁ, ଏହାର ଏକ ଶାସ୍ତ୍ରୀୟ ବିଧି ରହିଛି। ଆସନ୍ତୁ ଜାଣିବା ଫୁଲ ଅର୍ପଣ କରିବାର ସଠିକ୍ ପଦ୍ଧତି ଏବଂ ସେହି ସମୟରେ ପାଳନ କରାଯାଉଥିବା କିଛି ଗୁରୁତ୍ୱପୂର୍ଣ୍ଣ ନିୟମ। 1. ପୁଷ୍ପ ଚୟନର ଶୁଦ୍ଧତା। ପୂଜା ପାଇଁ ଫୁଲ ସଂଗ୍ରହ କରିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ସ୍ନାନ ପରେ ସଂଗ୍ରହ। ସ୍ନାନ ନକରି ପୂଜା ଫୁଲ ତୋଳିବା ଅନୁଚିତ। ବାସି ଫୁଲ। ସାଧାରଣତଃ ବାସି ଫୁଲ ଗତକାଲିର ଫୁଲ ପୂଜାରେ ଲାଗେ ନାହିଁ, କିନ୍ତୁ ଏହାର କିଛି ବ୍ୟତିକ୍ରମ ଅଛି। ଯେପରିକି ତୁଳସୀ ପତ୍ର ଏବଂ ବେଲପତ୍ର କେବେହେଲେ ବାସି ହୁଅନ୍ତି ନାହିଁ। ଏହାକୁ ଧୋଇ ପୁଣି ବ୍ୟବହାର କରାଯାଇପାରେ। ଅପବିତ୍ର ଫୁଲ। ପୋକ ଲାଗିଥିବା, ପାଖୁଡ଼ା ଛିଣ୍ଡି ଯାଇଥିବା, ଭୂଇଁରେ ପଡ଼ିଥିବା କିମ୍ବା ଶୁଙ୍ଘା ଯାଇଥିବା ଫୁଲ ଭଗବାନଙ୍କୁ ଅର୍ପଣ କରାଯାଏ ନାହିଁ। 2. ଫୁଲ ଅର୍ପଣ କରିବାର ବିଧି। ଫୁଲକୁ କେଉଁ ମୁଦ୍ରାରେ ଏବଂ କେଉଁଠାରେ ରଖାଯିବ ତାହାର ବିଶେଷ ମହତ୍ତ୍ୱ ଅଛି। ଅଞ୍ଜଳି ମୁଦ୍ରା। 2 ହାତକୁ ଯୋଡ଼ି ଏକାଠି କରି ଅଞ୍ଜଳି କରି ଫୁଲକୁ ଭଗବାନଙ୍କ ଆଗରେ ଅର୍ପଣ କରିବା ଉଚିତ। ଚରଣ ଓ ମସ୍ତକ। ସାଧାରଣତଃ ଦେବତାଙ୍କ ଚରଣ, ପାଦରେ ଫୁଲ ଅର୍ପଣ କରାଯାଏ, କିନ୍ତୁ ଶିବଲିଙ୍ଗ ଉପରେ ଫୁଲ ସବୁବେଳେ ମସ୍ତକରେ ଅର୍ପଣ କରାଯାଏ। ଅଭିମୁଖ। ଫୁଲକୁ ସବୁବେଳେ ସିଧା, ଯେପରି ଫୁଲର ମୁହଁ ଉପରକୁ ରହିବ, ଅର୍ପଣ କରିବା ଉଚିତ, କିନ୍ତୁ ବେଲପତ୍ରକୁ ଶିବଲିଙ୍ଗ ଉପରେ ଓଲଟା କରି ମସୃଣ ଅଂଶ ତଳକୁ ରଖି ଚଢ଼ାଯାଏ। 3. ନିଷିଦ୍ଧ ପୁଷ୍ପ, ଯାହାକୁ ଚଢ଼ାଇବା ଅନୁଚିତ। ଶାସ୍ତ୍ର ଅନୁସାରେ କିଛି ଦେବତାଙ୍କୁ କିଛି ଫୁଲ ଦେବା ନିଷେଧ। ଶିବଙ୍କୁ କେତକୀ। ଏକ ପୁରାଣ କଥା ଅନୁସାରେ ମିଛ ସାକ୍ଷ୍ୟ ଦେଇଥିବାରୁ ଶିବ କେତକୀ ଫୁଲକୁ ନିଜ ପୂଜାରୁ ବର୍ଜିତ କରିଛନ୍ତି। ଗଣେଶଙ୍କୁ ତୁଳସୀ। ଗଣେଶଙ୍କ ପୂଜାରେ ତୁଳସୀ ପତ୍ର ଚଢ଼ାଯାଏ ନାହିଁ। ସୂର୍ଯ୍ୟଙ୍କୁ ବେଲପତ୍ର। ସୂର୍ଯ୍ୟ ଦେବତାଙ୍କୁ ବେଲପତ୍ର ଅର୍ପଣ କରାଯାଏ ନାହିଁ। 4. ପୁଷ୍ପ ସମର୍ପଣ ମନ୍ତ୍ର। ଫୁଲ ଚଢ଼ାଇବା ସମୟରେ ଏହି ସାଧାରଣ ମନ୍ତ୍ରଟି ପଢ଼ିବା ଶୁଭଦାୟକ। ନାନା ସୁଗନ୍ଧି ପୁଷ୍ପାଣି ଯଥାକାଳୋଦ୍ଭବାନି ଚ ପୁଷ୍ପାଞ୍ଜଳିର୍ମୟା ଦତ୍ତଂ ଗୃହାଣ ପରମେଶ୍ୱର। ହେ ପରମେଶ୍ୱର, ଋତୁ ଅନୁସାରେ ଫୁଟିଥିବା ଏହି ସୁଗନ୍ଧିତ ପୁଷ୍ପାଞ୍ଜଳି ଗ୍ରହଣ କରନ୍ତୁ। 5. ମାନସିକ ପୂଜା ଓ ପୁଷ୍ପ। ଯଦି ଆପଣଙ୍କ ପାଖରେ ପ୍ରକୃତ ଫୁଲ ନାହିଁ, ତେବେ ଶାସ୍ତ୍ର କହେ ଭାବପୁଷ୍ପ ଶ୍ରେଷ୍ଠ, ଅର୍ଥାତ୍ ମନେ ମନେ ଭଗବାନଙ୍କୁ ଅତି ସୁନ୍ଦର ଫୁଲରେ ସଜାଇବା।